ଆଜ୍ଞା ମୋ ନାଁ ପ୍ରମୋଦ କୁମାର ପ୍ରଧାନ, ଗ୍ରାମ ଟୁଟୁସିଙ୍ଗା, ଜିଲ୍ଲା ବୌଦ୍ଧ, ତହସିଲ ବୌଦ୍ଧ, ଆରି ସର୍କଲ ବୌଦ୍ଧ। ଆରି ସର୍କଲ ବୌଦ୍ଧର ଟୁଟୁସିଙ୍ଗା ମୌଜାର ଖାତା ନମ୍ବର 303, ପ୍ଲଟ୍ ନମ୍ବର 1119, ଦୀର୍ଘ 1995 ମସିହାରୁ ଏଗ୍ରିମେଣ୍ଟ ବଳରେ ପଇସା ନେଇ ଏଗ୍ରିମେଣ୍ଟ ଲେଖିଦେଇଛଁ। ତା ବଳରେ ମୁଁ ଦୀର୍ଘ 30 ବର୍ଷ ହେଲାନ ଦଖଲ କରି ଆସିଛି। ବର୍ତ୍ତମାନ ତାର 5-7 ବର୍ଷ ଭିତରେ ମାନେ ସିଭିଲ୍ କୋର୍ଟ କେସ୍ ଚାଲିଛେ। ସିଭିଲ୍ କୋର୍ଟରେ ତଳ କୋର୍ଟରେ ଆମର ଜୟଯୁକ୍ତ ହେଇଛେ। ଡିଷ୍ଟ୍ରିକ୍ଟ ଜଜ୍ କୋର୍ଟରେ ମଧ୍ୟ ଆମର ସେ ଅପିଲ କଲା, ଅପିଲରେ ବି ସେ ହେଲା, ସେଟା ବି ଆମର ପରେ ଆସିଛେ। ବର୍ତ୍ତମାନ ସେ ହାଇକୋର୍ଟର ଦ୍ୱାରସ୍ଥ ହେଇକିରି ବର୍ଷେ ହେଲାନ ସେ ହାଇକୋର୍ଟରେ ପେଣ୍ଡିଂ ଅଛେ। ତା ସତ୍ତ୍ୱେ ସିଭିଲ୍ ଚାଲା ସତ୍ତ୍ୱେ ସେ ଗତ 20/5/2026 ସବ୍ କଲେକ୍ଟର ଅଫିସରେ ଆସିକି ଅଭିଯୋଗ କଲେ। ଅଭିଯୋଗ ସତ୍ତ୍ୱେ ସବ୍ କଲେକ୍ଟର ଆମକୁ ଏକତରଫା ଭାବେ ସେ ତାଙ୍କୁ 24 ଘଣ୍ଟା ଭିତରେ ପାୱାର ଦେଇ ଆମକୁ ନୋଟିସ୍ ଦେଲେ। ନୋଟିସ୍ ଦେଲା ସତ୍ତ୍ୱେ ନୋଟିସ୍ ପାଇଲେ ଯେମିତି ଆମେ ସାଙ୍ଗେ ସାଙ୍ଗେ ଆମକୁ ଡକାଇ ଦେଲେ ଯେ ତହସିଲଦାର ଆର୍ଆଇ ଆଉ ଆସି ମଧ୍ୟ ସ୍ପଟ୍ ଉପରକୁ ଡାକି କହିଲେ ଯେ ଏଠି ଜମିଟା ତୁମର 144 ଲାଗୁ ହେଲା, ଲାଲିବାନା କରାହେଲା, ତୁମେ ଜମି ପାଖକୁ ଯିବନି। ଯଦି ଆମେ ଜମି ପାଖକୁ ନାଇଁ ଯାଉଁ ବୋଲି ହଁ ବୋଲି ମୁଁ ମାନିଲି ନା, ମୁଁ ନାଇଁ ଯାଏ କହିଲେ କି ଉଭୟ ଲୋକ କେହି ନାଇଁ ଯିବୁ, ନାଇଁ ଉଭୟ ଲୋକ କେହି ନାଇଁ ଯିବେ। ମାନେ ଗତ 2 ଦିନ ନାଇଁ ଯାଇ ବିପକ୍ଷ ପାର୍ଟି ବିଶାଲ ବ୍ୟାସ ଯାହାକି ଅଦାଲତରେ ଯିଏ ହାରିଥିବା ବ୍ୟକ୍ତି ସିଭିଲ୍ ବିଚାରାଧୀନ ଅବସ୍ଥାରେ ସେ ମୋର ବ୍ୟାରିକେଡ୍ ଭାଙ୍ଗି ଜେସିପି ସାହାଯ୍ୟରେ ପଶି ଏବେ ବାଡ଼ ଦେଉଛନ୍ ସେମାନେ। ସେଟା ଆସିକି ଦୀର୍ଘ 4-6 ତାରିଖରେ ସବ୍ କଲେକ୍ଟର ଅଫିସରେ ରିଟର୍ଣ୍ଣ ସହ ଆଡ଼ଭୋକେଟ୍ ସାଙ୍ଗରେ ଆସିକି ଅଭିଯୋଗ କଲୁ, ତାଙ୍କୁ ବି ଫାଇଲ୍ କଲୁ। ଫାଇଲ୍ କଲା ସତ୍ତ୍ୱେ ସବ୍ କଲେକ୍ଟର ଆଜ୍ଞା କହିଲେ, ଆଡ଼ଭୋକେଟ୍ ଆଜ୍ଞା କହିଲେ ଯେ କାଲି ଆଜ୍ଞା ହିୟରିଂ କରୁ 5 ତାରିଖ। ସବ୍ କଲେକ୍ଟର ଆଜ୍ଞା ହଁ କହିଲେ। କାଲି 5 ତାରିଖ ଆସି ପଚାରିଲା ବେଳକୁ ନାହିଁ ସେଟା 12/6କୁ ଆପଣଙ୍କର ଘୁଞ୍ଚି ଯାଇଛି, ଆପଣ 12/6ରେ ସେଟା ବିଚାରାଧୀନ ଅଛି, ଆପଣ ସେଦିନ ଯାଇକି ହିୟରିଂ ହେବା। ଆମର ଜଣକୁ 24 ଘଣ୍ଟା ଭିତରେ ଆମକୁ କିଛି ନା କରିକି ଏକତରଫା ଭାବରେ ତାଙ୍କୁ ଦେଇକିରି ମାନେ ପୋଲିସ ସାହାଯ୍ୟରେ ସେନେ 144 ଲାଗୁ କରିକି ବିସ୍ତାରିତ କରିକି ଜଣକୁ ଦଖଲ ଦେଇପାରୁଛନ୍, ଯେନ୍ଟାକି ଦୀର୍ଘ 5-7 ବର୍ଷ ହେଲାନ ସିଭିଲ୍ କେସ୍ ଚାଲିକିରି କୋର୍ଟ ବିଚାରାଧୀନ ଅବସ୍ଥାରେ ସବ୍ କଲେକ୍ଟର ଆମକୁ ଏକତରଫା ହିସାବରେ ତାଙ୍କୁ ମାନେ ଦେଲେ କେମିତି ପାୱାର। ବର୍ତ୍ତମାନ ତା ପକ୍ଷରେ କାଲି ଏଟା ଆମେ ଦେଖିଲୁ ଯେ କୌଣସି 12 ତାରିଖ ଘୁଚିଗଲା ବେଳକୁ 12 ତାରିଖ ସେ କନଷ୍ଟ୍ରକ୍ସନ୍ କାମ ସାରିଦେବା। ବାଧ୍ୟ ହେଇକି ଆମେ କାଲି କଲେକ୍ଟରଙ୍କୁ ଭେଟିଲୁ। କଲେକ୍ଟରଙ୍କୁ ଭେଟିଲେ କଲେକ୍ଟର ଏଟା ଏଡିଏମ୍କୁ ପଠାଇଦେଲେ। ଏଡିଏମ୍ ପୁଣି ଡାକିକି ଏଟା କହିଲେ ଯେ ତୁମ 12 ତାରିଖ ତ ଅଛି, ଆଉ 12 ତାରିଖ ଯାଇ ତୁମେ ଅପେକ୍ଷା କର। ମୁଁ ବି ଯଦି 12 ତାରିଖ ଯାଇ ଅପେକ୍ଷା କରିମୁ ତାଙ୍କ କନଷ୍ଟ୍ରକ୍ସନ୍ କାମ ବନ୍ଦ କରୁ, ଗୋଟେ ଯାହା ନିଷ୍ପତ୍ତି ନେବା ଯାହା ହେବା ସେ ନେବା ଜମି। ନାଇଁ ତାକୁ ଆମେ ବନ୍ଦ କରି ନେବାନୁ, ନାଇଁ କରିବ ବୋଲେ ଆଜ୍ଞା ମୁଁ ଆମର ଅସନରେ ବସିଛି। ହଁ ତ ଏମିତି ମୋର ମାନେ 30 ବର୍ଷ ଦଖଲ ବେଚତ କରିକିରି ମାନେ ମୋର ପରିବାରକୁ ମାଇଲେ, ଆମକୁ ବଞ୍ଚିଥିଲେ କାହିଁକି ହେବା। କେତେ ଏକର କେତେ କାଣା? ଆଜ୍ଞା ଖାତା ନମ୍ବର 303, ପ୍ଲଟ୍ ନମ୍ବର 1119, ଏରିଆ ହେଉଛି 2 ଏକର 13 ଡିସିମିଲ୍। ଯଦି କୌଣସି ସମାଧାନ ନାହିଁ କେମିତି କାଣା କରିବେ? ଆଜ୍ଞା ଆମର ଅନଶନରେ ରହିବେ ଆଜ୍ଞା, ଏଠି ମରିବି ବା କାଣା। ଏମିତି ତ ମୋର ପରିବାର ମରିବ। 30 ବର୍ଷ ଦଖଲ କରି ଯଦି ଜମି ମୋର ଉଚ୍ଛେଦ କଲେ ସବ୍ କଲେକ୍ଟର ଆଜି ମାନେ ବେଆଇନ ଭାବରେ, ତାହେଲେ କୋର୍ଟ ଅଦାଲତ କାହିଁ ଲାଗି ଅଛି। ମାନେ କୋର୍ଟରେ ବିଚାରାଧୀନ ଅବସ୍ଥାରେ ସବ୍ କଲେକ୍ଟରଙ୍କ ଯଦି ଆସିକିରି ସେ ଅଭିଯୋଗ କରିଦେଲା, ସବ୍ କଲେକ୍ଟର ମାନେ ଏକତରଫା ଭାବରେ ତାକୁ ଦେଇଦେଲେ ଆମକୁ କିଛି ପ୍ରମାଣପତ୍ର ଆମେ ମାଗିକିରି ଆସିଲେ କାଁ କରିବୁ। ଆମେ ବଞ୍ଚିକି ଲାଭ କାଣା, ମୋର ପରିବାର ମରେ ମୁଁ ମଲେ କାହିଁ କ୍ଷତି କରୁଛି। ଆଉ ଜିଲ୍ଲାପାଳ କାଣା କାଣା କହିଲେ ଆପଣ? ଜିଲ୍ଲାପାଳ କହିଲେ ତୁମେ 12 ତାରିଖ ବାବୁ ଅଛେ, ତୁମର ମାନେ ହିୟରିଂ ଅଛେ, ତୁମେ 12 ତାରିଖ ଯାକ ଅପେକ୍ଷା କର। ମୁଁ ବୋଲି ସାର୍ ଯଦି 12 ତାରିଖ ମୁଁ ଅପେକ୍ଷା କରିବି ତାହେଲେ ବିପକ୍ଷ ପାର୍ଟିକି ତାର କନଷ୍ଟ୍ରକ୍ସନ୍ କାମ ବନ୍ଦ କରାଯାଉ। 12 ତାରିଖ ପରେ ଯାହା ନିଷ୍ପତ୍ତି ହେବା ସେ ଅନୁସାରେ କାମ ହେବା। ବର୍ତ୍ତମାନ ସବୁ ଆମେ ସବ୍ କଲେକ୍ଟର ଆଜ୍ଞା କହିଲେ ଯେ ନାଇଁ ଆମେ ତାକୁ ବନ୍ଦ କରି ନେବା, ଯଦି ବନ୍ଦ କରି ନେବା ବୋଲେ ମୋ ଲାଇନରୁ ନାଇଁ ଉଠାଏ ବୋଲେ କହିକି ଆସିଛି। ନାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କି ପ୍ରଶାସନ ଅଧିକାରୀ ଆପଣଙ୍କୁ ଆସିକି ଦେଖା କଲେ? ପ୍ରଶାସନ ଅଧିକାରୀ ମୋତେ ମୁଁ କଲେକ୍ଟର ଆଜ୍ଞା ଡକାଇକିରି ଏଠୁ ଆମର କନେଷ୍ଟବଳ ଭାଇମାନଙ୍କ ହାତରେ ଡକାଇକି ନେଇକି ଗୋଟେ ଅଫିସରେ କଥା ହେଇକି ଆସିଲି। ତାଙ୍କର କାଣା କହିଲେ ସେ ଜିଲ୍ଲାପାଳ? ଜିଲ୍ଲାପାଳ ଏଡିଏମ୍ ଆଉ ସବ୍ କଲେକ୍ଟର 3 ଜଣ ବସିଥିଲେ। ମୋତେ କହିଲେ ବାବୁ ଖରା ଦ୍ୱାରା ତୁମେ କାହିଁ ହେଠି ବସିଛ, ଆଉ ତୁମର ତ ଡେଟ୍ ଅଛି 12/6ରେ ହିୟରିଂ ଅଛି, ଆଉ 12/6 ତୁମେ ଅପେକ୍ଷା କର। ମୁଁ ବୋଲି ଯଦି 12/6 ମୁଁ ଅପେକ୍ଷା କରିବି ତାହେଲେ ଅପୋଜିଟ୍ ପାର୍ଟିକୁ
ତାର ଡେଭଲପମେଣ୍ଟ କାମ ସବୁ ବନ୍ଦ କରାଯାଉ। ମୋତେ 144 କରିକିରି ମାନେ ପୋଲିସ ସାହାଯ୍ୟରେ ଲଗେଇକି ଧମକ ଚମକ ଦେଇକିରି ଭିତରକୁ ଛାଡ଼ି ନେଇ ଦେବା କ'ଣ ଆଉ ତାକୁ ସେ ଜବରଦସ୍ତି ମୋର ବାଡ଼ା ଭାଙ୍ଗି କେମିତି ଏଇ କନଷ୍ଟ୍ରକ୍ସନ୍ କାମ ସେନେ କରୁଛି। ସେ କନଷ୍ଟ୍ରକ୍ସନ୍ କାମ ବନ୍ଦ କରାଯାଉ, ମୁଁ ବାଟ ଯାଇକି ଅପେକ୍ଷା କରିବି।